जय तु विमला मागो जय तु तारिणी महिषासुर मर्दिनी मागो ठाकुराणी जय तु विमला मागो दया कर मोते मुनि अरक्षित जन आश्रय कली तोते मोर मन आछा मागो तुझे सिद्धि कर ए घर संसार मागो बारे कौधार मुनि पचारुछि मागो कहिदेबु मोते तोहर आज्ञारे बुझे करिबि विकाते बुधेई कहउचंती जे विमलाକୁ चाही ओसार जेते कविधि कह महामारी विमला कहती एबे शुण बुधेई जे जहा मना से ताहा अवश्य से पाई विमलाई कहती जे बुधेई की चाही एही ओसा कले जे बहुत फल पाई ए ओसार उपवास जेहु से करिब अपुत्रिक होइथिले पुत्र से पाइब जेबे पृष्ठ बांधी बाँची मरुड़ी होइब ए ओसा गोटिक कले भल से होइब ए ओसार कथा जेबे शुणिब श्रवणे विमलाଙ୍କ स्तुति जे बुधेई कले मने बुधेई जेते कहिल तुमी हेले विमलाई कहउचंती शुण बोइले सुजन जाने मोर न धरिब दोष तुमे माने मोर जे करिब उपास ए कथा शुणी जेहु करिब टिटाई बुद्धिबा मन ताहाଙ୍କ पासकु न जाई कहती कामिनी माने विमलाକୁ चाही ए घोर संकट मते कर महात्राही तोहर उपवास आमे माने करी मन वांछा संपूर्ण जे करिबु अमरी ए मथे बोली न जे कल्पना मने करे विमलाକୁ मनरे सुमरी बसिले हुड़हुड़ी देई न जे सकल तरुणी जहार जेतेक कष्ट जणाइले पुणी सुन सुख जन माने एथिर चरित बुद्धिमा मन महिमा अटइए मन्त मगध देश बोली जे कई नगर तैरे अछई से एक साधु घर पुत्र दुहिता तार आउ केही नाही धन सम्पत्ति जे तार माड़ी जाउथाई एमंत मनरे सेहु दुखित होइन काहार पासरे सेहु न बसई गुण सेहु राजर समस्त नर नारी माने विचारत करी ताकर मने एक दिन करे सेई एकई जे जन सकाळु उठी साधुर चाहिला बदन बोइला आज मोर दुष्कृत होइला केउ जोगे आज मोर रात्र पाइतिला आँठु कुड़ा मुख जेहु नयने देखिब दुई दुई थर सेहु स्नान करिब नहिले जेबे हेन करिब रवि अस्त जाए उपवासरे रहिब एमंत कहिन गला त कामिनी साधु त बुढा पचारिला पुणी आहा विधाता मते कलु एकाळे मते शुणाइलु पूर्वरे केते पाप करिथिली एजन्मे मुहि अपुत्री कहेली एमन्ते मनरे दुखित होइन काहारी पासे न बसई पुन एहा विचारी घरकु से गला पतिर आगरे समस्त
ସମସ୍ତ କହିଲା। ପତ୍ନୀ କହିଲା ଶୁଣ ହେ ନାଥ, କର୍ମରେ ବିହିଲେ କିଛି ଯେ ମନ୍ଦ। ସମସ୍ତେ କହିଲେ କହି ବଚନ, କାହା ଆଗରେ କହିବ ଏ ପୁଣ। ଏମନ୍ତେ ମନରେ ଦୁଃଖିତ ହୋଇଣ, ଏଥୁ ଅନନ୍ତରେ ସୁଜନେ ଶୁଣ। ଏମନ୍ତେ ତହିଁ କେତେ ଦିନ ଗଲା, ଭାଦ୍ରବ ମାସ ଆସି ପ୍ରବେଶ ହୋଇଲା। ଯୋଗେ ସେଦିନ ଆଦ୍ୟ ବୁଧବାର, ବୁଧେଇ ଓଷା ଯେ ନାମ ତାହାର। ସେ ମାସେ ପଡ଼ଇ ଯେ ପାଞ୍ଚ ପାଳି ଯାକ କାମିନୀ ମିଳେ। ସମସ୍ତେ ଓଷା କୋଠିରେ ମିଳନ୍ତି, ଆନନ୍ଦ ମନରେ ହୁଳହୁଳି ଦିଅନ୍ତି। ସୁନା ଚାଙ୍ଗୁଡିରେ ଦରବ ଭରି, ଆସି ଥୋଇଲେ ସମସ୍ତ କୁମାରୀ। ଅନନ୍ତେ ଶୁଣ ସୁବ୍ୟଞ୍ଜନ, ବୁଧେଇ ଓଷାର ବିଧି ବିଧାନ। ଦୀପାବଳି ଯାକ ଆଗେ ଥୋଇବ, ଜାଣିବା ଲୋକ ଯେ ଗୀତ ଗାଇବ। ଯେଉଁ କାମିନୀ ଉପବାସ ଥିବ, ବୁଦ୍ଧିମା ମନ ଥାପନା କରିବ। ତାହାକୁ ସୁବେଶ କରିବ ସେଇ, ସିନ୍ଦୁର କଜଳ ଶିଳରେ ଦେଇ। ଗନ୍ଧ ଚନ୍ଦନ ନେଇ ତାକୁ ଦେବ, ଶିଳରେ ନେଇ ମଣ୍ଡନ କରିବ। ଗୁଆ ଗୋଟିଏ ରଖିବ ଯେ ତହିଁ, ବୁଦ୍ଧିମା ମନକୁ ସ୍ଥାପିବ ସେଇ। ଆନନ୍ଦ ମନରେ କଥା ଶୁଣିବ, ଆନନ୍ଦ ମନରେ ହୁଳହୁଳି ଦେବ। ବୁଦ୍ଧିମା ମନକୁ ଲାଗି କରିବ, କାମିନୀ ମାନେ ବନ୍ଧାଇଣ ଦେବ। ଅର୍ଘ୍ୟ ନୈବେଦ୍ୟ ସକଳ ବାଳି, କଳ୍ପନା କରିବ ମନରେ ବୋଲି। ଯେଉଁ କାମିନୀ ଯାହା ମନାସିବେ, ବୁଦ୍ଧିମା ମନ ଯେ ତାହାକୁ ଦେ। ଏମନ୍ତ କରି ସେ ଓଷା କରିବ, ଅପୁତ୍ରିକ ନାରୀ ପୁତ୍ର ପାଇବ। ଅନ୍ଧ ହୋଇଥିଲେ ଚକ୍ଷୁ ପାଇବ, କୁଷ୍ଠ ହୋଇଥିଲେ ଭଲ ହୋଇବ। ଏମନ୍ତ ଓଷାର ବିଧି ସାରିଲେ, କାମିନୀ ମାନେ ବାହାର ହୋଇଲେ। ହୁଳହୁଳି ଶୁଣି ସାଧବ ନାରୀ, ଆଣ୍ଠୁ ପୋଡ଼ା କଥା ମନରେ ଧରି। ସଖିକି ଚାହିଁ ବୋଲଇ ବଚନ, ଏ ଓଷାକୁ କଲେ କେବଳ ଗୁଣ। ବୁଦ୍ଧିମା ମନକ ଓଷା କରିବ, ଯାହା ମନାସିବ ତାହା ପାଇବ। ବୋଲଇ ଚାହିଁ ଏ ଓଷା କରିବି, ଅପୁତ୍ରିକୁ ଦୋଷ ପାର ହୋଇବି। ଏମନ୍ତ କହି ବେଗେ ଚଳିଗଲା, ସ୍ୱାମୀଙ୍କ ଆଗରେ ଯାଇ କହିଲା। ଶାଶୁ ବୋଇଲେ ଲୋ ଆଲ ସାଧବାଣୀ, ଏ ଓଷା ତୁ କରିବୁ ପୁଣି। ଅପୁତ୍ରିକୁ ଦୋଷ ପାର ହୋଇବୁ, ବୁଧେଇ ଚରଣେ ସେବା କରିବୁ। ସେଇଠାରୁ ଓଷା କଲା କପୁଣ, ବୁଦ୍ଧିମା ମନ ମହିମା ଗୁଣ। ବୁଦ୍ଧିମା ମନକୁ ମନରେ ଧରି, ସେହୁଦିନୁ ଗର୍ବ ହୋଇଲା ନାରୀ। 10 ମାସ ଯହୁଁ ହେଲା ସମ୍ପୂର୍ଣ୍ଣ, ଜାତ ହୋଇଲା ଏକଇ ନନ୍ଦନ। ଅପୁତ୍ରିକୁ ଦୋଷ ପାରତ ଗଲା, ଓଷା କରିନୁ ସେ ପୁତ୍ର ପାଇଲା। ଏ ଓଷାକୁ ଯେଉଁ ନାରୀ କରିବେ, ଏ ରୂପେ ସେମାନେ ପୁତ୍ର ପାଇବେ। ଯେଉଁ ନାରୀ ଧନ ଗର୍ବ କରିବ, ସେଉ ଅପୁତ୍ରିକ ହୋଇ ମରିବ। ଇହଲୋକରେ ତାକୁ ପାର ନାହିଁ,
ନରକରେ ସେଇ ପଡ଼ିବ ଯାଇ। এই কথা ମାନସେ ଯେହୁ ଶୁଣିବ ଆନନ୍ଦ ମନରେ ହୁଳହୁଳି ଦେବ। ଓଷା ଗୋଟିକ ଯେହୁ କରିବ ଯାହା ମନାସିବ ତାହା ପାଇବ। ପ୍ରଥମ ଛାନ୍ଦ ଯେ ହୋଇଲା ଶେଷ ଭାବେ ବଣିଲେ ଗୋପୀନାଥ ଦାସ। କହିବା କଥା ଶୁଣ ସୁଜନେ ମନରେ କିଛି ନ ଧରିବ। କଥା ଏ ମନରେ ପଡ଼ିଲା ମୋର ବିମଳାଙ୍କ ଆଜ୍ଞା ଗୋଟିଏ ସାର। ଯେଉଁ ଜନେ ଶୁଭେ ବୁଝଇ ତାକୁ ଅଜୟ ବର ଦିଅନ୍ତି ତାକୁ। ଚମ୍ପାବତୀ ନାମେ କଇପୁର ତହିଁ ଅଛି ଏକ ସୁଣ୍ଡିର ଘର। ସେଉ ନଗରରେ ଅଷ୍ଟ ଐଶ୍ୱର୍ଯ୍ୟ ଜାଣ ବହୁତ ଆୟ ହୁଏ ତହିଁ ଧନ। ସେ ରାଜେ ନାରୀ ଏ ଓଷା ପୂଜନ୍ତି ବୁଦ୍ଧିମା ମନକୁ ମନେ ଡାକନ୍ତି। ସେ ଶୁଣ୍ଡି ଘରର ମହିମା ଶୁଣ ଯାହା କହିଲେ ନ ସରଇ ପୁଣ। ସେ ଶୁଣ୍ଡି ବୀର ନାମ ରଘୁ ସାହୁ ବାରିଜା ନାମ ସୁକୁମାରୀ ସାହୁ। একই ব্রাহ্মণ সে রাজে ଥିଲା ଶୁଣ୍ଡି ସଙ୍ଗେ ସେହୁ ବିବାଦ କରା। ଶୁଣ୍ଡି ଜିଣିଲା ହାରିଲା ବ୍ରାହ୍ମଣ ଝିଅ ଗୋଟିଏ ତାକୁ ଦେଲା କପୁଣ। ଶୁଣ୍ଡି ଦେହରେ କୁଷ୍ଠ ବ୍ୟାଧି ହୋଇ ବସିବାଟାରୁ ଉଠି ନ ପାରଇ। ଦୁଇ ପ୍ରାଣୀ ଥାଇ ବିଚାର କଲେ ଶିବଙ୍କୁ ସେ ବିବା ଚାଲ ବୋଇଲେ। ରାତ୍ର ହୋଇଅଛି ବେନି ସଂଯୋଗ ଦୁଇ ପ୍ରାଣୀ ଚଢ଼ି ଗଲେ କବେଗ। ଏମନ୍ତ ସମୟେ ବୁଧେଇ ପୁଣି ବାଟେ ବସିଛନ୍ତି ହୋଇ ମୌନ। ଗୃହସ୍ଥ ଭାରି ଯା ଦୁହେଁ ଦେଖିଲେ ବାଟ ଛାଡ଼ି ଦିଅ ମୋତେ ବୋଇଲେ। ବୁଧେଇ ବୋଇଲେ ଛାଡ଼ିବି ନାହିଁ କି ବର ମାଗୁଛୁ ମାଗ ବଧୂବି। ଶୁଣ୍ଡି ଆଣିଥାଇ କହେ ବଚନ କେଉଁ ଦେବତା ଅଟେ ତୁମ୍ଭେ ପୁଣ। ବୁଧେଇ ବୋଲନ୍ତି ଶୁଣଲୋ ନାରୀ ବୁଧେଇ ନାମ ଅଟଇ ମୋରି। ଭାଦ୍ରବ ମାସ ଆଦ୍ୟ ବୁଧବାର ସେ ମାସେ ଓଷା ପାଞ୍ଚ ପାଳି ମୋର। ଏ ଓଷା ଗୋଟିକ ଯେହୁ କରିବ ଯାହା ମନାସିବ ତାହା ପାଇବ। ଅପୁତ୍ରିକର ଯେ ପୁତ୍ର ହୋଇବ ଅନ୍ଧ ହୋଇଥିଲେ ଚକ୍ଷୁ ପାଇବ। ଦେହରେ କୁଷ୍ଠ ବ୍ୟାଧି ଯେବେ ହେବ ଏ ଓଷା କଲେ ସେ ଭଲ ହୋଇବ। ମାन्छି ମରୁଡ଼ି ଯେ ଓଷା କଲେ ଅବଶ୍ୟ ଫଳ ଫଳିବଟି ଭଲେ। একথা শুনিলা কসুন্ডিয়াণী বইলা এ ওষা করিবি পুনি। জীবন থিবা যায় যে মোহর সে বিজেতি বিচরণে তুম্ভর। এমন্ত কহি দুহে চড়ি গলে আপনা আশ্রমে যাই হইলে। বুধিবা মন অন্তর্ধান হেলে ଶୁଣ୍ଡି ଆଣିକି ବର ଦେଇ ଯେ ଗଲେ। ଏଥି ଉତାରୁ ସେ ଉପାୟ କଲା ଗୃହସ୍ଥ ଦେହରୁ କୁଷ୍ଠ ବ୍ୟାଧି ଗଲା। ପାଞ୍ଚ ପୁତ୍ର ତାର ହେଲେ ଜନମ ସଂସାରେ ବିଖ୍ୟାତ ହୋଇଲା ପୁଣ। ଏଥି ଉତାରୁ ଶୁଣ ଆନ ସେହି ନଗରରେ ଏକ
କହି ରାଜନ ରାଜ୍ୟକୁ ତାର ଶତ୍ରୁ ନ ଆସଇ ପରଜା ସେଉ ସୁଖେ ପାଳୁଥାଇ ଏକ ଦିନ କର ସେହି ରାଜନ ଶିଖରକୁ ବିଜେ କଲା କପୁଣ ଆଜ ଯାଉଅଛି ମୂର୍ଭବନକୁ ଶୁଣ୍ଢି ଆଣି ଚାହିଁ ଦେଲା ତାକୁ ଆଜ ମୁଁ କେଉଁ ପାପ କରିଥିଲି ଆଣ୍ଟୁକୁଡ଼ା ରାଜା ମୁଖ ଚାହିଁଲି ଏହି କଥା ପାକ ଲୋକ ଶୁଣିଲେ ରାଜାଙ୍କ ଆଗରେ ଯାଇ କହିଲେ ରାଜା ବୋଇଲେ ମନ୍ଦ କୃତ୍ୟ ହେଲା ସେହୁ ଆଣ୍ଟୁକୁଡ଼ା କିମ୍ପା ନୋହିଲା ଯାଅରେ ଦୂତ ବେଗେ ହୋଇ କରି ତାର ପୁତ୍ରକୁ ଆଣ ବେଗେ ଧରି ଆଜ୍ଞା ପ୍ରମାଣେ ଦୂତ ଚଳିଗଲେ ପାଞ୍ଚ ପୁତ୍ରକୁ ତାର ଧରି ନେଲେ ଦୂତେ ବୋଇଲେ ଶୁଣ ହାଏ ନୃପମଣି ତାର ପୁତ୍ରକୁ ଆଣି ଲୁଣି ପୁଣି ଶିରଛେଦନ କରିବ ଏତୁ ଅନନ୍ତରେ ସୁଜନେ ଶୁଣ ଆଦ୍ୟ ଭାଦ୍ରବ ବୁଧବାର ଦିନ ବୁଧେଇ ଓଷା ହେବ ସେଦିନ ଶାଶୁ ବୋଇଲେ ଲୋ ବୋହୂକୁ ଚାହିଁ ଓଷା ଆଜ କିଲୋ କରିବୁ ନାହିଁ ପୁଣି ବୋହୂ ବୋଲାଇ ବଚନ କାହିଁ ପାଇଁ ଓଷା କରିବି ପୁଣ ପାଞ୍ଚ ପୁତ୍ର ମଲେ ରାଜା ଆଜ୍ଞାରେ ଓଷା କରିବି କେଉଁ ପ୍ରକାରେ ଶୁଣିନ ଶାଶୁ ବୋଲଇ ବଚନ ରଖିବେ ତାଙ୍କୁ ଲୋ ବୁଦ୍ଧିମାନ ଏମନ୍ତେ ଶୁଣି ଓଷା ବିଧି କଲେ କୋଠିରେ ବସି ହୁଳହୁଳି ଦେଲେ ବୁଦ୍ଧିମାମନକୁ ଲାଗି କରିଲେ ଓଷା ସାରି ଯେ ଜାଗରକୁ ଗଲେ ଏତୁ ଅନନ୍ତରେ ବୁଦ୍ଧିମାମନ ଯେଉଁଠାରେ ପୁତ୍ର ପଡ଼ିଛି ପୁଣ ସେଠାରେ ଯାଇନ ପ୍ରବେଶ ହୋଇ ଗଣ୍ଡି ମୁଣ୍ଡ ଯୋଡ଼ି ଦେଲେ କନେଇ ଫୁଲ ପାଣି ଛିଞ୍ଚି ଉପରେ ପୁତ୍ରମାନେ ତହିଁ ଉଠିଲେ ଧୀରେ ବୁଦ୍ଧିମାମନ ମହିମା ଅଶେଷ ଘରେ ଯାଇ ହେଲେ ପୁଣି ପ୍ରବେଶ ପୁତ୍ରକୁ ଦେଖିନ ମାତା ତାଙ୍କରି ଆନନ୍ଦ ମନରେ କୋଳରେ ଧରି ପୁତ୍ର ବୁଝାଇ କହିଲେ ସମସ୍ତ ମନରେ ପରତେ ନଗଲେ ମାତ ଏଥୁ ଅନନ୍ତରେ ଆହୁରି ଦିନେ ରାଜା ଶିକାରକୁ ଗଲେ କବନେ ସେଦିନ ସକାଳୁ ସେ ପୁଣି ଉଠି ସମସ୍ତେ ରାଜାଙ୍କୁ କଲେ କି ଭେଟି ପୋଡ଼ିଯାଉ ତୋର ଧନ ସମ୍ପତ୍ତି ଆଣ୍ଟୁକୁଡ଼ା ମୁଖ ଚାହିଁଲି ନୀତି ରାଜା ତା ମୁଖରୁ ଏମନ୍ତ ଶୁଣିନ ପୁଣି ତା ପୁତ୍ରକୁ ଧରାଇ ଆଣିନ ହସ୍ତିଦନ୍ତରେ ତାକୁ ଚରାଇ ନ ଦେଲେ ସମୁଦ୍ରେ ମେଲି ନ ଦେଲା ପ୍ରାଣ ଏହିପରି କେତେ ଥର ସେ କଲା ପୁତ୍ରକୁ ମାରି ନ ପାରିଲା ରାଜା ବୋଇଲେ ଚାର ମାନେ ଶୁଣ ଶୁଣି ଆଣି କି ଧରି ନ ଆଣ ରାଜା ବୋଲଇ କେଉଁ ବିଧାନ ତୋର ପୁତ୍ରକୁ ନଲା ମରଣ ଶୁଣି ଆଣିଥାଇ ବୋଲେ ଗୋସାଇଁ ବୁଧେଇ ଗୋସା ଯେ କରଇ ମୁଣି ଏଥିରେ ସନ୍ଦେହ ନାହିଁ ଗୋସାଇଁ ଏ ଓଷା କଲେ ପୁତ୍ର ଦାନ ପାଇ ଏହା
ଶୁଣି ରାଜା ସନ୍ତୋଷ ହେଲେ। ରାଣୀ ଶୁଣି ଉପବାସ ସେ କଲା। ରାଜା ଓଷା ଦ୍ରବ୍ୟ ସାମଗ୍ରୀ ଦେଲା। କୋଠିରେ ଯାଇ ପ୍ରବେଶ ହୋଇଲା। ସମସ୍ତେ ନାରୀମାନେ ତହିଁ ମିଳି ଦେଉନ ଅଛନ୍ତି ଯେ ହୁଳହୁଳି। ବୁଧିବା ମନ କଲା ବିଦେଇଣ ଘରେ ପ୍ରବେଶ ହୋଇଲେ ପୁଣ। ସେଉଦିନୁ ରାଣୀ ଗର୍ଭ ହୋଇଲା। 10 ମାସ ଏ ପୁତ୍ର ଜନ୍ମ କଲା। ମନବାଞ୍ଛା ତାର ହେଲା ସମ୍ପୂର୍ଣ୍ଣ। ଜନ୍ମ ହୋଇଲା ଏକଇ ନନ୍ଦନ। ଏହିପରି କରି ତରିବେ ଜନ। ରାଜା ବୋଇଲେ ଚାର ମାନେ ଶୁଣ। ସଂସାରେ ବିଖ୍ୟାତ ହୋଇଲା ପୂର୍ଣ୍ଣ। ରଘୁ ସାହୁକୁ ଡକାଇନ ଆଣ। ତକ୍ଷଣେ ଚାର ବେଗ ଚଳିଗଲେ। ରଘୁ ସାହୁକୁ ଡକାଇ ଆଣିଲେ। ଚାର କହିଲା ରାଜା ହେ ଶୁଣ। ରଘୁ ସାହୁକୁ ଆଣିଲଣି ପୁଣ। ଶୁଣି କରି ରାଜା ଆନନ୍ଦ ହେଲେ। ଧନ ବସ୍ତ୍ର ତାକୁ ବହୁତ ଦେଲେ। ଦ୍ୱିତୀୟ ଛାନ୍ଦ ଯେ ହୋଇଲା ଶେଷ। ଭାବେ ମଣିଲେ ବଳରାମ ଦାସ। ତୃତୀୟ ଛାନ୍ଦ। ଏତୁ ଅନନ୍ତରେ ଶୁଣ ସୁଜନ। ଅପୂର୍ବର ସଜେ ବିଧାନ। ବୁଦ୍ଧିମାନଙ୍କ ମହିମା ଯେତେ। ଓସାଇତି ମାନେ ଶୁଣ ସୁଚିତେ। ବନ୍ଧୁ ମହାନ୍ତି ନାମ ବୋଲି ତାର। ଯାଜପୁରରେ ଯେ ଘର ତାହାର। ହରିଜା ନାମ ତାର ପ୍ରିୟବତୀ। ଅତ୍ୟନ୍ତ ସୁନ୍ଦରୀ ସେଉ ଯୁବତୀ। ତାହାର ଥାଏ ଗୋଟିଏ କୁମାର। ସେ ପୁତ୍ର ନାମ ଅଟେ ଭାଗ୍ୟଧର। ଏମନ୍ତେ ସୁଖେ ବଞ୍ଚୁଥାଇ ଦିନ। ଚିନ୍ତା ନଥାଇ ଯେ ତାହାର ମନ। ଏମନ୍ତ ତହିଁ ଗଲା କେତେ ଦିନ। ଭାଦ୍ରବ ମାସ ଯେ ହୋଇଲା ପୂର୍ଣ୍ଣ। ସମସ୍ତ କାମିନୀ ମାନେ ଯେ ମିଳି। ଓଷା ବିଧି ମାନ ସମସ୍ତ ନେଇ। ଯେ ଦ୍ରବ୍ୟ ଘେନି ଚଳିଗଲେ। ଓଷା କୋଠିରେ ପ୍ରବେଶ ହୋଇଲେ। ବୁଦ୍ଧିମା ମନକୁ ଥାପନ କଲେ। ଆନନ୍ଦ ମନରେ ହୁଳହୁଳି ଦେଲେ। ଓଷା ଦେଖିବାକୁ ମାନ୍ତି ଆଣି। ମନରେ ଗରବ କଲା କପୁଣି। ବୋଇଲା ଏଉ ମାଛ ଭାତ ଖାଇ। ଓଷା କରୁଛନ୍ତି କେଉଁ ବଡ଼ାଇ। ଦେଖିବ ଏ ଓଷାଏ କେଉଁ ଧାନ। ମିଛକୁ ଦିଅନ୍ତି ହୁଳହୁଳି ମାନ। ଏମନ୍ତ ସେଠାରେ ପ୍ରବେଶ ହୋଇଲା। ଓଷା କୋଠିରେ ଯାଇ ନ ମିଳିଲା। ସେ ଓଷା ମନକୁ ପାଇଲା ନାହିଁ। ଇଙ୍ଗିତ କରି ବାହୁଡ଼ିଲା ସେଇ। ତାହା ଜାଣିଲେ ଲୋ ସେ ବୁଦ୍ଧିମା ମନ। ମାୟାରେ ସର୍ପକୁ ପେଶିଲେ ପୁଣ। ହୋଇଲେ ତୁଇ ଏହି କ୍ଷଣି ଯିବୁ। ବନ୍ଧୁ ମହାନ୍ତି ପୁଅକୁ ଦଂଶିବୁ।
आज्ञा प्रमाणे बेगे चढ़ीगला बंधु महांती पुआ कुदमशिला एमंते ओसार विधि सारिले जे जहापुरे प्रवेश होइले एमंत समय बांती आनी सुगृहे प्रवेश होइला पुणी पुत्र को क्षीर देवाकू जे गला पुत्र को नहीं से कोड़े धइला देखिला पुत्र दे प्राण नाही मरी करी पुत्र चरी सोई देखिना से आश्चर्य होइला अरे पुत्र बोली रोदन कला मरी जाई कि ना दुखी जीवन केते कष्ट रे पाइथिली धन चक्षु खोली करी के मोर नेला अंध करी मोते बसाई देला पिता को तोहर नाथ जे कलु आपे मारी मोते मारी न गलु कहीं जीवियारे चंद्रमा मुख देई गलु मोते दारुण दुख एमंत समय बाप ताहार प्रवेश होइले आसी दुआर बोइले आलो तू कि कर्म कलु केमंत पकारे पुत्र माइलु जेमंत साकु निंदी नथिला सेही हककटी कही नगला जेते देवताए अछंती मोई ताकू से भी पुत्र पाइली मुई तुई पामरिलो न जानु किछि जेउठारे ओषा पूजा होइछि चलो सेठावकू एके चढ़िबा बुद्धिमा मन पादे पड़िबा एमंत दुई प्राणी चढ़ी गले ओषा कोठीरे प्रवेश होइले दुई प्राणी जे आकुल हुअन्ति बुद्धिमा मन पादे पड़ति बोइले आज्ञा हेले आम्भे जीवु नहिले इठावे पड़िथिबु पुत्र को जेबे न देव आम्भकु कि पाई आम्भे जीवु घरकु पुत्र जेबे निश्चय आम्भकु देबु एओषा निश्चय आम्भे करिबु एओषा निंदी नथिला जे मंद पुत्र को जे ना सकल दे मंद एमंत शुणी न बुद्धिमान तत्क्षणे जाई मिलिले पुण प्रवेश होइले तार मंदिरे पुत्र को जाई धरिले कोड़रे पुत्र को तार जानी न देले विष को शून्यरे उड़ाई नेले तत्क्षणे पुत्र पाइला जीवन अंतर्धान हेले बुद्धिवान ओषा कोठीरे मिलिले जाई दुई जन जाक अछंती सोई सेजरे सोई कांदुची कुमार बेगे जाई करी कोड़रे धर एमंत कही छाटे को मारिले बुद्धिमा मन अंतर्धान गले तत्क्षणे जानिले से निजन शयन तेजी उठिले वन तहु आज्ञा देले बुद्धिमा मन विचारी घर को गले से पुन पुत्र पाई से आनंद हेले प्राण थिबा जाए ओषा से कले हेमंत महिमा बुद्धिमा मन निद्रण लोक को दियति धन
ଅପୁତ୍ରିକ କେତେ ପୁତ୍ର ଦିଅନ୍ତି, ଚକ୍ଷୁ ନଥିଲେ ଚକ୍ଷୁ ଜନ ଦିଅନ୍ତି। ଏମନ୍ତ ମହିମା ବୁଦ୍ଧିମା ମନ, ମହାନ୍ତିରାଣୀର ଜାଣିବା ଗୁଣ। ଖୁଣିଲାରୁ ସେଉ ଦଣ୍ଡ ପାଇଲା, ବୁଦ୍ଧିମା ମନଙ୍କ ଆଜ୍ଞା ହୋଇଲା। କାମିନୀ ମାନେ କଥା ଶୁଣିଲେ, ଆନନ୍ଦ ମନରେ ହୁଡ଼ାହୁଡ଼ି ଦେଲେ। ଗୁଣ ଅବିଗୁଣ ବିଚାର ନାହିଁ, ମୋର ଦୋଷ କ୍ଷମା କର ଗୋସାଇଁ। ଦୋଷୀକୁ ଦଣ୍ଡିବା ନୁହେଁ ଉଚିତ, ତୁମ ଶ୍ରୀଚରଣେ ରହୁ ମୋ ଚିତ୍ତ। କଣ୍ଠେ ବସି ପଦ ଦେବ ଯେ କହି, ଠିକ ଠିକ କରି ଲେଖିବି ମୁହିଁ। ତୃତୀୟ ଛାନ୍ଦ ଯେ ହୋଇଲା ଶେଷ, ଭାବେ ଭଣିଲେ ଗୋପୀନାଥ ଦାସ। ଚତୁର୍ଥ ଛାନ୍ଦ ଏଥୁ ଅନାତରେ ଶୁଣିବାର ରସ, ବୁଦ୍ଧିମା ମନ ମହିମା ଅଶେଷ। ଏକ ଦେଶେ ଏକ ବ୍ରାହ୍ମଣୀ ଥିଲା, କିଛି ଦିନରେ ତା ଗର୍ଭ ବଢ଼ିଲା। ବହୁତ ଦିନ ସେ ଦୁଃଖ ପାଇଲା, କେବେ ପ୍ରସବ ଆଉ ନୋହିଲା। ଯୋଗେ ସେଦିନ ସେ ଅଟେ ବୁଧବାର, ବୁଧେଇ ଓଷା ପୂଜନ୍ତି ସକଳ। ବ୍ରାହ୍ମଣୀ ମନରେ ବିଚାର କଲା, ଓଷା କୋଠିରେ ପ୍ରବେଶ ହୋଇଲା। ଏ ଦଣ୍ଡରୁ ଯେବେ ପାରି ହୋଇବି, ଏ ଓଷା ଗୋଟିକ ମୁହିଁ କରିବି। ଏତେ କହି ତହିଁ ବାହାର ହୋଇ, ଓଷା କୋଠିରେ ମିଳିଲା ଯାଇ। ହୁଳହୁଳି ଶୁଣି ମିଳିଲା ଯାଇ, ବୁଦ୍ଧିମା ମନ ମନେ ସୁମରି ସେଇ। ଏ ଓଷା ଗୋଟିକୁ ମୁହିଁ କରିବି, ଯେବେ ସଙ୍କଟୁ ପାର ହୋଇବି। ଏତେ ବିଚାରି ସେ ତୁନି ହୋଇଲା, ବୁଦ୍ଧିମା ମନକୁ ମନେ ଧ୍ୟାଇଲା। ଜାଣିଲେ ମାତା ତାଙ୍କର ମନ, ବିଜୟ କଲେ ସେ ବୁଦ୍ଧିମା ମନ। ତାହାର କଷ୍ଟ ନ ପାରିଲେ ସହି, ବ୍ରାହ୍ମଣୀ ଦୁଆରେ ମିଳିଲେ ଯାଇ। ବ୍ରାହ୍ମଣୀକୁ ତହୁଁ ଔଷଧ ଦେଲେ, ବୁଦ୍ଧିମା ମନ ତହିଁ ଅନ୍ତର୍ଧାନ ହେଲେ। ଔଷଧ ଖାଇଲା ଯହୁଁ ବ୍ରାହ୍ମଣୀ, କୁମର ଜନମ ହୋଇଲା ପୁଣି। ଶୂନ୍ୟରୁ ତାର ଗର୍ଭ ଡାକ ଦେଲେ, ମୁଇଁଟି ବୁଦ୍ଧିମା ମନ ବୋଇଲେ। ଓଷା ମନାସିଛୁ କାଷ୍ଠା କରିବୁ, ନଇଲେ ଆଉ ପୁତ୍ର ନ ପାଇବୁ। ଏଥୁ ଅନନ୍ତରେ ଦିନେ ସେ ଗଲା, ଓଷା ବିଧିମାନ ସମସ୍ତ କଲା। ଏହି ମତେ କେତେ ଶୁଣ ସୁଜନ, ବୁଦ୍ଧିମା ମନକ ମହିମା ଗୁଣ। ଚତୁର୍ଥ ଛାନ୍ଦ ଯେ କଥା ହୋଇଲା ଶେଷ, ଭାବେ ଭଣିଲେ ଗୋପୀନାଥ ଦାସ। ପଞ୍ଚମ ଛାନ୍ଦ ଏଥୁ ଅନନ୍ତରେ କଥା ଏ ଶୁଣ, ବୁଦ୍ଧିମା ମନକ ମହିମା ଗୁଣ। ଯେତେ ପ୍ରକାରରେ କଲେ ବିଧାନ, କଥା ମାନ ତହିଁ କହିବି ଶୁଣ। ହରିହରପୁରେ ତାହାର ଘର, ସମ୍ପଦ ବହୁତ ଥିଲା ତାହାର।
ପୁତ୍ର ଦୁହିତା ତାର ନାହିଁ ଦୁଃଖିତ ହୋଇ ରହିଥାଏ ସେଇ ଏକ ଦିନ କରେ ସେ ବିଚାର କଲା ଓଷା ଗୋଟିଏ କରିବି ବୋଇଲା ବାରିଜା ମୋର ମଡ଼ୁଛି ହେଲା ଗଛ ଯେ ଆଉ ଫଳ ନ ପଡ଼ିଲା ଦୁଇ ପ୍ରାଣୀ ଯାକ ଏକହି ମନ ଉଦେଇ ଓଷା ମନେ ଉଦେଇ ଓଷା ମନାସିଲେ ପୁଣ ଗର୍ଭବାସ ସେ ହୋଇଲା ତରୁଣୀ ମନରେ ବିଚାର କରଇ ପୁଣି ଏହିପରି କିଛି ଦିନ ଯେ ଗଲା ପୁତ୍ର ଗୋଟିଏ ଜନ୍ମ ହୋଇଲା ଏହିପରି କିଛି ଦିନ ଯେ ଗଲା ଓଷା ମନାସିଲା ତା ନଗଲା ଓଷା ଗୋଟିଏ ତା ମନରେ ନାହିଁ ସମ୍ପତ୍ତିରେ ଗୋଳ ହୋଇଲା ସେଇ ପୁତ୍ର ପାଇ କରି ଓଷା ନ କଲା ଏମନ୍ତେ ବରଷ ତିନି ଯେ ଗଲା ମନେ ବିଚାରିଲେ ବୁଦ୍ଧିମା ମନ ପୁତ୍ରକୁ ତାର ହରି ନେବି ପୁଣ ଓଷା ନ କଲା ତାର ଗରବ ଶୁଣ କେମନ୍ତେ ଓଷା ନ କରିବ ପୁଣ ଏମନ୍ତ ସମୟ ବୁଦ୍ଧିବା ମନ ପୁତ୍ର ଖେଳୁଅଛି କେଉଁଠା ବେଳ ସେଠାରେ ପ୍ରବେଶ ହୋଇଲେ ଯାଇ ପୁତ୍ରକୁ ଘେନି ଗଲେ ଗୋସାଇଁ ଖେଳ ଭାଙ୍ଗି କରି ସମସ୍ତେ ଗଲେ ଯେଝା ମନ୍ଦିରେ ପ୍ରବେଶ ହୋଇଲେ ବୁଦ୍ଧିମା ମନ ତାଙ୍କୁ ଦୟା କଲେ ପୁତ୍ରକୁ ତାଙ୍କର ହରି ଯେ ନେଲେ ମାତା ଯେ ପୁତ୍ରକୁ ଖୋଜିଲା ଜାଣି ପୁତ୍ରକୁ ଯେ ଆଉ ଦେଖିଲା ନାହିଁ ବୁଦ୍ଧିମା ମନ ମନେ ବିଚାରିଲେ କେମନ୍ତେ ଓଷା ନ କରିବ ଭଲେ ପୁତ୍ର ଯେ ମାତା ଦେଖିଲା ନାହିଁ ଲେଉଟି ମନ୍ଦିରେ ମିଳିଲା ଜାଣି କେଣେ ଗଲୁ ମୋର ରଙ୍କୁଣି ଧନ ତୋତେ ନ ଦେଖିଲେ ମୋ ଆକୁଳ ମନ ଏମନ୍ତେ କେତେ ଆକୁଳେ ଖୋଜିଲା ପୁତ୍ରକୁ ଆଉ ଭେଟ ନ ପାଇଲା ଭାଦ୍ରବ ମାସେ ବୁଧବାର ଦିନେ ବୁଧେଇ ଓଷା ହୋଇଛି ସେଦିନ କାମିନୀ ମାନେ ଏକ ମେଳ ହୋଇ କୋଠିରେ ହୁଳହୁଳି ଦିଅନ୍ତି ଦହି ଓଷା ଗୋଟିକ ମୁଁ ମନାସିଥିଲି ମୋର ପୁତ୍ର ଜନ୍ମ ହୋଇବ ବୋଲି ମରିଛି ବେଦନା କେଣିକି ଗଲା ଓଷା ଗୋଟିଏ ମୋ ମନେ ନଥିଲା ମନେ ବିଚାରି ଚଳିଲା ସୁନ୍ଦରୀ ବାଳ ଭୋଗ ମାନ ସମସ୍ତ କରି ଓଷା କୋଠିରେ ପ୍ରବେଶ ହୋଇଲା ଆନନ୍ଦ ମନରେ ହୁଳହୁଳି ଦେଲା ମନରେ କଳ୍ପନା କଲା ତରୁଣୀ ଯେବେ ମୋ ପୁତ୍ରକୁ ଦେଖିବି ପୁଣି ଜୀବନ ଥିବା ଯାଇ ଯେ ମୋର ଚରଣେ ଖଟିବି ମୁଁ ତୁମର ବୁଦ୍ଧିମା ମନ ଯେ ପୁତ୍ରକୁ ନେଇ କୋଳ ଭିତରେ ତା ଛାଡ଼ିଲେ ତଣି ଏତୁ ଅନନ୍ତରେ ଶୁଣ ସୁଜନ କୁମରକୁ ଘେନି ବୁଦ୍ଧିବା ମନ ଓଷା କୋଠିରେ ମିଳିଲେ
ସେଠାରେ ଛାଡ଼ି ଦେଇ କାନ୍ଦି ନ ମିଳିଲେ ତୁମର ମଣି ମାଥା ତୁଣ୍ଡ ବାରିଆ ଶଇ ପୁଣି ବୋଇଲା ରଖିଲେ ଲଉଧିମା ମନ ପୁତ୍ରକୁ ଦେଇ ତୋଷିଲେ ମୋ ମନ ଏମନ୍ତେ ଓଷା ବିଧି ହୋଇବ ଆନନ୍ଦ ମନରେ ହୁଳହୁଳି ଦେବ ପୁତ୍ରକୁ କୋଳରେ ପାଇନ ମାତା ବୋଇଲେ କେଣିକି ଗଲୁ ରେ ପୁତ୍ର ପୁତ୍ର ବୋଲାଇ ଖେଳୁଥିଲି ଏଣେ ବଣା ହୋଇ କରି ଗଲି ମୁଁ କେଣି ଓଷା ସାରି ଘରକୁ ଗଲେ ଆନନ୍ଦ ମନରେ ହୁଳହୁଳି ଦେଲେ ମନ ବାଞ୍ଛା ପୂର୍ଣ୍ଣ ହେଲା ସବୁରି ବରଷେ ବରଷେ ଓଷା କରି ପଞ୍ଚମ ଛାନ୍ଦ ହୋଇଲା ଶେଷ বাবে ଭଣିଲେ ଗୋପୀନାଥ ଦାସ ଏମତେ ନ ଧରିବ ମୋର ଦୋଷ ଦୟା ରଖିଥିବେ ଚିତ ଅବଶ୍ୟ।